ସୂର୍ଯ୍ୟପୁତ୍ର ଶନିଦେବ କ୍ରୂର ଗ୍ରହ। ଯେଉଁଠୁ ଶନିଦେବ ସୀମା ପ୍ରାରମ୍ଭ ହୁଏ ସେହିଠାରେ ସମାପ୍ତ ହୋଇଥାଏ ସୂର୍ଯ୍ୟଦେବଙ୍କ ପରିସୀମା। ବିଭିନ୍ନ ଲକ୍ଷଣ ଦ୍ୱାରା ଜାଣିବା ବ୍ୟକ୍ତି ଶନି ଗ୍ରହ ଦ୍ୱାରା ପୀଡ଼ିତ ଅଛନ୍ତି କି? ଶନିଦେବଙ୍କୁ ନ୍ୟାୟ ଓ ସନ୍ତୁଳନର ଗ୍ରହ କୁହାଯାଏ। ଶିକ୍ଷକ ଆମକୁ ପ୍ରଥମେ ପାଠ ପଢ଼ାନ୍ତି, ପରେ ଏକ୍ଜାମ ନିଅନ୍ତି। ଶନିଦେବଙ୍କ କ୍ଷେତ୍ରରେ ଏହା ଓଲଟା ହୋଇଥାଏ। ଯେପରି ଶନିଦେବ ପ୍ରଥମେ ପରୀକ୍ଷା ନିଅନ୍ତି ଓ ପରେ ଲାଇଫରେ ଲେସନ୍ ଦିଅନ୍ତି। ଶନି ଦୋଷ ଲାଗିଲେ ମଣିଷ ମନ ମଧ୍ୟରେ ଚିଡ଼ିଚିଡ଼ାପଣ, ରାଗିବା, ଝଗଡ଼ା କରିବା ଆଦି ଦେଖା ଦେଇଥାଏ ଏବଂ କୌଣସି କ୍ରିଏଟିଭ୍ ଆଇଡ଼ିଆ ବା ମନରେ ବିଚାର ଆସିନଥାଏ। ମଣିଷ ମନର ଫୋକସ୍ କମିଯାଇଥାଏ ଏବଂ ମାଂସାହାରୀ ହୋଇଯାଏ ଅତ୍ୟଧିକ ମାତ୍ରାରେ ମଣିଷ। ଚୁଟି ଦୁଇମୁଖୀ ହେବା, ବାତ ରୋଗ ହେବା, ଆଣ୍ଠୁଗଣ୍ଠି ସମସ୍ୟା, ଶୁଷ୍କ ତ୍ୱଚା ଏବଂ ବ୍ଲଡ଼ରେ ଲୌହର ଅଭାବ ଏସବୁ ସମସ୍ୟା ଶନିଦେବଙ୍କ ଖରାପ ପ୍ରଭାବର ସୂଚନା ଦେଇଥାଏ। ସମୟ ସମୟରେ ମଣିଷକୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡ଼ିଥାଏ। ମଣିଷ ଲମ୍ବା ଆର୍ଥିକ ସମସ୍ୟା ଦେଇ ଗତି କରିଥାଏ ଏବଂ ଅଭ୍ୟସ୍ତ ହୋଇଯାଇଥାଏ ଅସତ୍ୟ କଥା କହିବାରେ। ପାଠପଢ଼ାରେ ମନ ନ ଲାଗିବା, ବାରମ୍ବାର ଫେଲ୍ ହେବା, ମନ ଅସ୍ଥିର ଦେଖାଦେବା ଏବଂ ଅନୁଶାସନହୀନତା ହୋଇଯିବା ଏସବୁ ନୀଚ ଶନିର ଲକ୍ଷଣ ଅଟେ। ଯଦି ଶନି ଖରାପ ଥିବ, ଆପଣଙ୍କ ପଛପଟେ ଲୋକ ଷଡ଼ଯନ୍ତ୍ର କରିବାରେ ଲାଗନ୍ତି, ଯାହାକି ଆପଣଙ୍କୁ ଦିନେ ହଠାତ୍ ସାମ୍ନା କରିବାକୁ ପଡ଼ିଥାଏ। ସଠିକ୍ ପରିଶ୍ରମର ଫଳ ଆପଣଙ୍କୁ ମିଳିନଥାଏ। ଆପଣଙ୍କ କାମ ସବୁ ବିଗିଡ଼ିବାରେ ଲାଗିଥାଏ। ଚୋରି କରିବା, ଜୁଆ ସଟ୍ଟା ଖେଳିବାରେ ଅଭ୍ୟସ୍ତ ହୋଇଯିବା ଆଦି ଖରାପ ଶନିର ଲକ୍ଷଣ ଅଟେ। ଯଦି ବ୍ୟକ୍ତିର ଶନି ଖରାପ ଥିବ, ସେ ନାସ୍ତିକତାବାଦୀ ହୋଇଯାଏ, ଭଗବତ ବିଶ୍ୱାସ ମନରୁ ଉଠିଯାଏ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ଅପମାନ କରିବାରେ ହେଳା କରିନଥାଏ। ଶନି ଯଦି ଦୁର୍ବଳ ଥିବ, ତେବେ ବ୍ୟକ୍ତିଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ। ବ୍ୟବସାୟରେ, ବାଣିଜ୍ୟରେ ଅପ୍ ଡାଉନ୍ ଦେଖିବାକୁ ପଡ଼ିଥାଏ ବ୍ୟକ୍ତିଙ୍କୁ। ଶନି ଦୋଷ ଲାଗିଲେ ମଣିଷକୁ ବିପତ୍ତି, କଷ୍ଟ ଆସିଥାଏ ଏବଂ ମଣିଷ ନିର୍ଧନ ହୋଇଯାଏ।